मुख्यमंत्रीଙ୍କ गस्त कार्यक्रमରେ କେନ୍ଦୁଝର ଚଳଚଞ୍ଚଳ। କେନ୍ଦୁଝର ମାଟିର ପୁଅ ଜଣେ ଦକ୍ଷ ଆଦିବାସୀ ନେତା, ଶାନ୍ତ ସରଳ ସେବା ମନୋଭାବର ଜଣେ ଜଣାଶୁଣା ରାଜନୀତିଜ୍ଞ। ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିବା ମୋହନ ଚରଣ ମାଝୀ ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନରେ ବସି ଏକ ରାଜ୍ୟଭାର ସମ୍ଭାଳିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। କମ୍ ବୟସରେ ଶିକ୍ଷକତା ଜୀବନରୁ ରାଜନୀତିରେ ପାଦ ଦେଇଥିବା ମୋହନ ଚରଣ ମାଝୀ 3 ଥର ବିଧାୟକ ହୋଇ ତାଙ୍କ ସେବା ମନୋଭାବରେ କେନ୍ଦୁଝରବାସୀଙ୍କ ହୃଦୟରେ ସ୍ଥାନ ପାଇସାରିଛନ୍ତି। ଆଜି ସେ ନିଜ ଜନ୍ମମାଟି କେନ୍ଦୁଝର ଗସ୍ତରେ ଆସିଛନ୍ତି। କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀଙ୍କୁ ଦର୍ଶନ କରି ବିଭିନ୍ନ ସ୍ଥାନରେ ତାଙ୍କ କର୍ମୀମାନଙ୍କ ସହିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ନିଜ ମାଟିରେ ମୁଖ୍ୟମନ୍ତ୍ରୀ ଭାବରେ ଗସ୍ତ କରିବା ତାଙ୍କ ପାଇଁ ଏକ ଅପୂର୍ବ ମୁହୂର୍ତ୍ତ ବୋଲି ନିଜକୁ ଗର୍ବିତ ଅନୁଭବ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତରେ ଚଳଚଞ୍ଚଳ ହୋଇ ଉଠିଥିଲା କେନ୍ଦୁଝର ମାଟି। ନିଜ ମାଟିର ପୁଅ କେନ୍ଦୁଝର ପାଇଁ ଗର୍ବ। ଆଜି ସେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଆସନ ଗ୍ରହଣ କରିଥିବା ଯୋଗୁଁ କେନ୍ଦୁଝରବାସୀ ଖୁବ୍ ଗର୍ବ ଅନୁଭବ କରୁଛନ୍ତି। ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ଗ୍ରାମମାନଙ୍କରୁ ହଜାର ହଜାର ଲୋକ ଧାଇଁ ଯାଇଥିଲେ ମୁଖ୍ୟମନ୍ତ୍ରୀ ଗସ୍ତସ୍ଥଳୀକୁ। ଜନସମୁଦ୍ରରେ ଗହଳି ଲାଗିଥିଲା ଗସ୍ତସ୍ଥଳୀ। ପ୍ରିୟ ମୁଖ୍ୟମନ୍ତ୍ରୀ ବିଭିନ୍ନ ସ୍ଥାନ ପରିଦର୍ଶନ କରି କେନ୍ଦୁଝର ଜିଲ୍ଲାକୁ 1 ନମ୍ବର ସ୍ଥାନରେ ପରିଣତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବିଧାୟକ ଥିବାବେଳେ କେନ୍ଦୁଝର ଜିଲ୍ଲାରେ ବୃହତ ଇସ୍ପାତ କାରଖାନା ପାଇଁ ବାରମ୍ବାର ଦାବି କରିଆସୁଥିବା ବେଳେ ଆଜି ବୃହତ ଇସ୍ପାତ କାରଖାନା ବିଷୟରେ ନାଁ ନ ଧରିବା କେନ୍ଦୁଝରବାସୀଙ୍କ ପାଇଁ ଏକ ନିରାଶର ଛବି ଦେଖିବାକୁ ମିଳିଛି। ସମସ୍ତଙ୍କ ମନରେ ଆଶା ବାନ୍ଧିଥିଲା ଦୀର୍ଘ ଦିନର ସ୍ୱପ୍ନ ଦେଖୁଥିବା କେନ୍ଦୁଝରବାସୀ ବୃହତ ଇସ୍ପାତ କାରଖାନାର ଆଶା ପୂରଣ ହେବ। କିନ୍ତୁ କେନ୍ଦୁଝରବାସୀଙ୍କ ପାଇଁ ବୃହତ ଇସ୍ପାତ କାରଖାନାର ସ୍ୱପ୍ନ ପୂରଣ ହେବ କି ନାହିଁ ସନ୍ଦେହରେ କେନ୍ଦୁଝରବାସୀ। ସଦରରୁ ରମେଶ ଚନ୍ଦ୍ର ନାୟକଙ୍କ ରିପୋର୍ଟ, এবি ନ୍ୟୁଜ୍।